କର୍ତ୍ତବ୍ୟ ଡାକରା ପଡ଼ିଛି ଧାନ ଗଛିତ ନାହିଁ ଗୁଡ଼ ଦେବାକୁ ତ ଦେବତେ ମହାସାଗରରେ। ଠାକୁର ସେଇଥିପାଇଁ କହିଥିଲେ ଆଜି ଯେଉଁ କଥା ଆଲୋଚନା ହେଉଥିଲା, ମୁଁ ଯଦି ଜଗତରେ ଆଉ କିଛି କରିନଥାନ୍ତି ତାହେଲେ ଏଇ ସାର୍ବଭୌମ ସମ୍ମିଳନୀ ମୋର ସ୍ମୃତି ରକ୍ଷା କରିଥାନ୍ତା। ତେଣୁ କଥାଟା ହେଉଛି ଆଜିକୁ 850 ବର୍ଷ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ କୁମ୍ଭ ମେଳା ଆଜି ଆପଣ ମାନେ ତାର ଉପରେ ଭଲ ଭାବରେ ନିରୀକ୍ଷଣ କରୁଛନ୍ତି। ଯୋଉ କଥାଟା ଅନ୍ତ ହେଇ କହୁଥିଲେ 1915 ମସିହାରେ ଠାକୁର ଯେତେବେଳେ ଉଗ୍ରାମୁଖ ମଠରେ ଉଗ୍ରାମୁଖରେ ଆରମ୍ଭ କଲେ ଏ ଯେ ଭକ୍ତ ସମ୍ମିଳନୀ, ସେଥିରେ ଯେତିକି ସଂଖ୍ୟାରେ ଭକ୍ତ ସମାବେଶ ଥିଲେ ବର୍ତ୍ତମାନ ସେତିକି ନାହିଁ। ତାର କେତେ କଣ ବଢି ଯାଇଛନ୍ତି ତାଙ୍କୁ କହି ହବ ନାହିଁ ବା ଗଣି ହବ ନାହିଁ। ଆଉ ପରବର୍ତ୍ତୀ ସମୟରେ ୟାର ଉପରେ କଣ ହବ ତାକୁ ଆମେ ମାନେ କଳନା କରିବା ବା କଳ୍ପନା କରିବା କଠିନ। এই সার্বভৌম সম্মেলনী সম্বন্ধে 1934 মସିହାରେ ଆପଣମାନେ ଜାଣିଛନ୍ତି 1934 ମସିହାରେ ଯେ ନୀଳାଚଳ ସାରସ୍ୱତ ସଂଘର ସୃଷ୍ଟି ହେଲା। ତାଙ୍କ ଜନ୍ମତିଥି ସେଇଟା ବୋଧେ ଅଗଷ୍ଟ 24 ତାରିଖ 1934 ମସିହା। ଏବଂ ସେଇ 1934 ମସିହା ଅକ୍ଟୋବର ମାସ ଶେଷ ବେଳକୁ କିମ୍ବା ନଭେମ୍ବର ମାସ ପ୍ରଥମରେ ପୁରୀରେ ଯେ ଜଗନ୍ନାଥ ଭାଇଙ୍କ ଘରେ ଅଧିବେଶନ ଗୋଟେ ବସିଲା। ବନମାଳୀ ସଭାପତି ଏବଂ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ଏବଂ ସେଇଦିନ କଥା ପ୍ରସଙ୍ଗରେ କହୁ କହୁ ଠାକୁର କହିଲେ ତମେ ବି ସାର୍ବଭୌମ ସମ୍ମିଳନୀ ଡାକ। ସେଠୁ ବନମାଳୀ ଲାଗିଲେ ବ୍ୟସ୍ତ ଲୋକ ଏବଂ ଗୁରୁଗତ ପ୍ରାଣ, ଅତ୍ୟନ୍ତ ଗୁରୁଗତ ପ୍ରାଣ। ବନମାଳୀ ଦେଇଥିଲେ ଠାକୁର ଆପଣ ଯେ ସାର୍ବଭୌମ ସମ୍ମିଳନୀ କଥା କହୁଛନ୍ତି, ସେ ସାର୍ବଭୌମ ସମ୍ମିଳନୀ କହିପାରିବେ କାହିଁକି ଅସୁବିଧା ଜାଗାରେ ନା ଅସୁବିଧା ହେଲା ଅନେକ ଟଙ୍କା ଖର୍ଚ୍ଚ। ଆମେ ତ କେହି ଦେଖିନୁ ସାର୍ବଭୌମ ସମ୍ମିଳନୀର ରୂପରେଖକୁ ଆମ ମନ ଭିତରକୁ ଆମେ ଆଣିପାରୁନୁ। ସାର୍ବଭୌମ ସମ୍ମିଳନୀ କରିବା କେମିତି? ଠାକୁରଙ୍କୁ କଥା କହିଥିଲେ ଆପଣମାନେ ସେଇଟା ଭାଇ ଜାଣିଛନ୍ତି ଭଲ କି? ମୁଁ ସେଇଟାକୁ ଦୋହରାଇବା ପାଇଁ ଚାହୁଁନି। ଗୋଟେ କଥା ସେ କହିଲେ ଯେ ମତେ 100 ମୁଦ୍ରା 100 ଟଙ୍କା ଦିଅ, ମୁଁ ସାର୍ବଭୌମ ସମ୍ମିଳନୀ କରିଦେବି। ଏବଂ ତୁମ ଭିତରୁ କିଏ ଏ ବର୍ଷ ମଠରେ ସାର୍ବଭୌମ ସମ୍ମିଳନୀ ହଉଛି, କିଏ ତୁମ ଭିତରୁ ଯିବ ଦେଖିବା ପାଇଁ ପ୍ରସ୍ତୁତ ଥିବ? ଯିବା। ଦୁଃଖର କଥା ପୁରୀରେ ହେଇପାରିଲା ନାହିଁ। ଯଦିଓ ନିମନ୍ତ୍ରଣ ହେଲା ହେଇପାରିଲା ନାହିଁ, ଠାକୁର ଦେବାର ଇଚ୍ଛା କଲେ। ଆଜ୍ଞା ଠାକୁର ସେ ନିମନ୍ତ୍ରଣ କରିଥିଲେ। ବନମାଳୀ ଭାଇ ଆଉ ଚୈତନ୍ୟ ଭାଇ